ମୋ ନାଁ ତାରାକାନ୍ତ ପରିଡ଼ା। ମୁଁ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଫାଉଣ୍ଡର ଏବଂ କଳିଙ୍ଗ କଲେଜ ଅଫ୍ ଆର୍ଟର ଅଧ୍ୟକ୍ଷ। ତ ଆମେ ନୟାଗଡ଼ ସ୍ଥିତ ଯେଉଁ ଷ୍ଟୋନ୍ ୱାଲ୍ ଷ୍ଟୁଡ଼ିଓ ଅଛି, ତ ସେଥିରେ ଆମର 12 ଜଣ ପିଲା ଏବଂ 3 ଜଣ ଅଧ୍ୟାପକ 11 ଦିନ ହେଲାଣି ରହିକିରି ଏଠି ଆମର ଗୋଟେ ଭାସ୍କର୍ଯ୍ୟ କଳା ଶିବିର ଆରମ୍ଭ ହୋଇଥିଲା ଏବଂ ଆଜି ତା'ର ଉଦ୍ଯାପନୀ ଉତ୍ସବ। ଉଦ୍ଯାପନୀ ଉତ୍ସବରେ ଆମେ ଯାହା ଦେଖିଲୁ ଏବଂ ଯାହା ଅନୁଭବ କଲୁ, ତାଙ୍କର ଯେଉଁ 11 ଦିନର ଯେଉଁ ଜର୍ଣ୍ଣିଂ ଅଛି, ତାଙ୍କର ଯାହା ଏକ୍ସପିରିଏନ୍ସ ଅଛି, ସେଇଟା ବହୁତ ଉଚ୍ଚକୋଟୀର ଏବଂ ଏଇଟା କେବଳ ହେଇପାରିଛି ନୟାଗଡ଼ର ଗୋପାଳକୃଷ୍ଣ ରଥଙ୍କ ପାଇଁ ଏବଂ ନୟାଗଡ଼ ବାସିନ୍ଦାର ଯେଉଁମାନେ ଅଛନ୍ତି କଳାପ୍ରେମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ, ସେମାନେ ଆସି ସେମାନଙ୍କୁ ଉତ୍ସାହିତ କରିଛନ୍ତି। ତ ଏମାନେ ଆମର ଷ୍ଟୁଡେଣ୍ଟ ମାନେ ଏଇଠୁ ବହୁତ ଜିନିଷ ଶିଖିକିରି ଗଲେ, ତାଙ୍କର ବହୁତ ଅଭିଜ୍ଞତା ଏଠୁ ନେଇକି ଯାଉଛନ୍ତି ଭୁବନେଶ୍ୱରକୁ ଏବଂ ପରବର୍ତ୍ତୀ ସମୟରେ ଆମେ ଆହୁରି କିଛି ଷ୍ଟୁଡେଣ୍ଟ ଆଣି ପୁଣି ଏଇ ନୟାଗଡ଼ରେ ଆହୁରି ବଡ଼ ଆକାରରେ ଆମେ ଆଉ ଗୋଟେ ଶିବିର କରିବା ପାଇଁ ପ୍ଲାନିଂ କରିଛୁ। ତ ଏଇଟା ଭବିଷ୍ୟତରେ ନିକଟବର୍ତ୍ତୀରେ ହେଇପାରେ। ହଁ, ନୟାଗଡ଼ର ଯେଉଁ ଆଜି ସଭାରେ ଯେଉଁମାନେ ଅତିଥି ଥିଲେ, ସେମାନେ ବହୁତ ପ୍ରଶଂସା କରିଛନ୍ତି ପିଲାମାନଙ୍କ ଭିତରେ ଯେଉଁ ଟ୍ୟାଲେଣ୍ଟ ଅଛି ଏବଂ ତା ସହିତ ଯିଏ ତାଙ୍କର ମେଣ୍ଟର ଥିଲେ, ପରିଚାଳକ ଥିଲେ ଗୋପାଳକୃଷ୍ଣ ରଥ। ତ ସେମାନେ ବି ଆହୁରି ପ୍ରଶଂସା କରିଛନ୍ତି ଏବଂ ଆଗକୁ ସେଇଟାକୁ ସରକାରୀ ଲେବୁଲରେ ଗୋଟେ ୱାର୍କସପ୍ କରିବା ପାଇଁ ଆଜି ଯାହା ଅତିଥିମାନେ ଆସିଥିଲେ ଏବଂ ମୋ ସାଙ୍ଗରେ ଯାହା କଥା ହେଉଥିଲେ, ସେମାନେ ଆହୁରି ଗୋଟେ ୱାର୍କସପ୍ ସରକାରୀ ଲେବୁଲରେ କରିବା ପାଇଁ ସେମାନେ କହିଛନ୍ତି। ତ ସେଇଟା ଯଦି ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ମୁଁ ସେଥିପାଇଁ ସ୍ୱାଗତ କରୁଛି ଆଜି ଯେଉଁମାନେ ଅତିଥି ଆସିଥିଲେ ଏବଂ ତାଙ୍କର ଏଇ ଯେଉଁ ମନ୍ତବ୍ୟ ଥିଲା ଯେ ସେମାନେ ସରକାରୀ ସ୍ତରରେ ଏକ ଭାସ୍କର୍ଯ୍ୟ କଳା ଶିବିର କରିବା ପାଇଁ। ତ ସେଇଟା ସ୍ୱାଗତଯୋଗ୍ୟ ଏବଂ ନୟାଗଡ଼ର ସମସ୍ତ ଗୁଣୀ ଯେଉଁ ଆକ୍ଚୁଆଲି ଦେଖନ୍ତୁ, ଆମର ଯୁବପିଢ଼ି ମାନେ ଏଥିରେ ବହୁତ ଯୁବକ ଅଛନ୍ତି, ଯୁବକ ଯୁବତୀ ଅଛନ୍ତି ଇଏ ପ୍ରଫେସନ୍ କରିବା ପାଇଁ, କିନ୍ତୁ କ'ଣ ହୁଏ ନା ତାଙ୍କର ପ୍ୟାରେଣ୍ଟସ୍ ମାନେ, ତାଙ୍କର ଅଭିଭାବକ ମାନେ ଏଥିରେ ଛାଡ଼ନ୍ତିନି। ତ ସେଥିପାଇଁ ଏଇଟା ଲୋକଲୋଚନକୁ ବେଶୀ ଏଇ ଯେଉଁ ଚିତ୍ରକଳାର ପ୍ରଫେସନ୍ ବେଶୀ ଆସିପାରେନି। ଆଉ ମୁଁ ଏତିକି କହିବି, ବର୍ତ୍ତମାନ ଯୁଗର ଯେଉଁ ଅଭିଭାବକ ମାନେ ଅଛନ୍ତି, ସେମାନେ ତାଙ୍କ ପିଲାମାନଙ୍କୁ ଏ ଲାଇନ୍ରେ ଛାଡ଼ନ୍ତୁ। ଏଥିରେ ବହୁତ ଭବିଷ୍ୟତ, ବହୁତ ବଢ଼ିଆ ଭବିଷ୍ୟତ ଅଛି ଏବଂ ବହୁତ ଭଲ କ୍ୟାରିୟର ଅଛି। ସେମାନେ ଆକୁ ପ୍ରଫେସନ୍ କରି ତାଙ୍କର ବହୁତ ଭଲ ଭାବରେ ଏଷ୍ଟାବ୍ଲିଶ୍ ହେଇପାରିବେ। ତା ସହିତ ମାନେ ଦେଶ ବିଦେଶରେ ଚାରିଆଡ଼େ ନାଁ ବି କରିପାରିବେ ଏବଂ ଆମର ଓଡ଼ିଶାର ନାଁ ସେଇଟା ଉଜ୍ଜଳ କରିପାରିବେ। ମୁଁ ଗୋପାଳକୃଷ୍ଣ ରଥ, ଆଉ ଦି ଷ୍ଟୋନ୍ ୱାଲ୍ର ପରିଚାଳକ ଏବଂ ଅବ୍ୟକ୍ତର ପରିଚାଳକ। ଆମର ଏଇ ଅବ୍ୟକ୍ତ ୱାର୍କସପ୍ଟି 16 ତାରିଖରୁ ଆରମ୍ଭ ହୋଇ ବର୍ତ୍ତମାନ 25 ଆଜି କ୍ଲୋଜିଂରେ ପହଞ୍ଚିଛି। ଆଉ 16ରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଷ୍ଟୁଡେଣ୍ଟସ୍ ମାନେ ଆସିଥିଲେ ଭୁବନେଶ୍ୱର କଳିଙ୍ଗ ଆର୍ଟ କଲେଜର ଛାତ୍ରଛାତ୍ରୀମାନେ, ସେମାନଙ୍କର 16ରୁ ଆଜି ପର୍ଯ୍ୟନ୍ତ ଯାହା ବି ତାଙ୍କର ମାନେ ଡିଫିକଲ୍ଟିଜ୍ କାମ ଭିତରେ ୟା ଷ୍ଟୋନ୍ କାର୍ଭିଂରେ କେଉଁଠି ତାଙ୍କର ଅସୁବିଧା ସୁବିଧା, ତାକୁ କେମିତି ସର୍ଟ ଆଉଟ୍ କରିବା ଆଉ ତାଙ୍କର ଆଗ୍ରହକୁ ଆଗକୁ ନେବା, ଆଉ ତାଙ୍କର କ୍ରିଏଟିଭିଟିକୁ ଭିଜୁଆଲାଇଜେସନ୍ କରି ସେଇ ପଥରରେ କେମିତି ସିଏ କାର୍ଭିଂ କରିକି ତାକୁ ଭିଜୁଆଲାଇଜ୍ କରିବେ ବା ଲୋକଲୋଚନକୁ ଆଣିପାରିବେ, ତା ପାଇଁ ଆମେ 11 ଦିନ ଧରି ସେଇ କର୍ମଶାଳାରେ ଆମେ କାମ କରୁଥିଲୁ। ଆଉ ଆଜି 25 ତାରିଖ ତା'ର କ୍ଲୋଜିଂ ଡେ ଥିଲା। ଆଜି ବିଧାୟକ ଅରୁଣ ସାହୁ ବି ଆସିକି ଆମକୁ ବହୁତ ପ୍ରୋତ୍ସାହନ କରିଥିଲେ ଆଉ ବହୁତ ଅନୁପ୍ରାଣିତ କରିଥିଲେ ବି। ତାଙ୍କର କିଛି ସମୟ ଅଭାବରୁ ସେ ଆମକୁ ସନ୍ଧ୍ୟା ମିଟିଂରେ ଉପସ୍ଥିତ ନଥିଲେ।
ଯାହା ହେଉ ସନ୍ଧ୍ୟାରେ କିନ୍ତୁ ଆମର ଦେବାଶିଷ ପଟ୍ଟନାୟକ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯିଏକି ଆମର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆଉ ଆମର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ନିରୁପମା ଖଟେଇ ଆମର ବ୍ଲକ ଚେୟାରମ୍ୟାନ୍ କିଶୋର ଚନ୍ଦ୍ର ସାହୁ ସାହୁ ନୟାଗଡ଼ ଏବଂ ଲୋକନାଥ ସାହୁ ବ୍ଲକ ଚେୟାରମ୍ୟାନ୍ ଓଡ଼ଗାଁ ଆଉ କଳିଙ୍ଗ କଲେଜ ଅଫ୍ ଆର୍ଟର ପ୍ରିନ୍ସିପାଲ ତାରାକାନ୍ତ ପରିଡ଼ା ନୟାଗଡ଼ର SDPO ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ ଏବଂ ମିଟିଂକୁ ବହୁତ ଭଲରେ ପରିଚାଳନା କରିଥିଲେ। ସେ ପିଲାମାନଙ୍କୁ ବହୁତ ଉତ୍ସାହିତ କରିଥିଲେ ଏବଂ କେମିତି ତାଙ୍କର ଏଇଠି ନୟାଗଡ଼ରେ କେମିତି କଟିଲା ଆଉ କର୍ମଶାଳାର କ'ଣ ସେ ଶିଖିଲେ ତା ବିଷୟରେ ବି ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ତାଙ୍କୁ ଏନକରେଜ୍ ବି ବହୁତ କରେଇଥିଲେ ତାଙ୍କର ଫ୍ୟୁଚର୍ ପାଇଁ ଆଉ ଭବିଷ୍ୟତ ପାଇଁ ଆଗକୁ ଆଗକୁ ଏଇ ପ୍ରତିବର୍ଷ ଆୟୋଜନ କରିବାର ଯୋଜନା ରଖିଛୁ ଯେଉଁଟାକି ଆଠୁ ଆହୁରି ବହୁତ ଭଲ ବ୍ୟବସ୍ଥା ହେଇପାରିବ ଯେମିତି ଚାହୁଁଛୁ। ନୟାଗଡ଼ରେ କେମିତି ଆର୍ଟ ଆଣ୍ଡ କଣ୍ଟିନ୍ୟୁ ଜାରି ରହିବ ଏଇ କାର୍ଯ୍ୟକ୍ରମ ପ୍ରତିବର୍ଷ ଆଉ ତାକୁ ଆମେ ଆଉ ଟିକେ ଉନ୍ନତ ଧରଣର କରି ଆଉ ନୟାଗଡ଼ରେ ବିଭିନ୍ନ ଜାଗାରେ ବି ଆମେ ତାକୁ କରିବାର ଯୋଜନା ରଖିଛୁ ଆଗାମୀ ଦିନରେ ଆଉ